ଶ୍ରୋତାବନ୍ଧୁ ଆମ ଓଲିଉଡ଼ର ସୁପରଷ୍ଟାର ତଥା ବରିଷ୍ଠ ଅଭିନେତା ଆମ ଓଡ଼ିଆ ସିନେମାର କିମ୍ବଦନ୍ତୀ ପୁରୁଷ ଉତ୍ତମ ମହାନ୍ତି ସେ ଆଉ ଆମ ଗହଣରେ ନାହାନ୍ତି। ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ସେ ଗୁରୁଗାଁର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗୁରୁବାର ରାତିରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ 66 ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗ ଖବର ଓଲିଉଡ଼ରେ ତଥା ଆମ ଓଡ଼ିଶାରେ ସମସ୍ତ ସିନେପ୍ରେମୀଙ୍କ ହୃଦୟରେ ଶୋକର ଛାୟା ଖେଳାଇ ଦେଇଛି। ଶ୍ରୋତାବନ୍ଧୁ, 1954 ମସିହାରେ ଆମ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମିତ ଉତ୍ତମ ମହାନ୍ତି 1977 ମସିହାରେ ଅଭିମାନ ଚଳଚ୍ଚିତ୍ର ଜରିଆରେ ଆମ ଓଡ଼ିଆ ସିନେମା ଜଗତରେ ଅଭିନୟ ଆରମ୍ଭ କରିଥିଲେ। 3 ବର୍ଷ ପରେ ପୁଣି ପତି ପତ୍ନୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହାପରେ ସେ ଆଗକୁ ଆଗକୁ ମାଡ଼ି ଚାଲିଥିଲେ। 200ରୁ ଅଧିକ ଓଡ଼ିଆ, 30ଟି ବଙ୍ଗଳା ଏବଂ ଗୋଟିଏ ହିନ୍ଦୀ ସିନେମା ସାଙ୍ଗକୁ ଓଡ଼ିଆ, ବଙ୍ଗଳା ଏବଂ ହିନ୍ଦୀ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ। ଏଥିପାଇଁ ଜୀବନବ୍ୟାପୀ ସେ ଯେତିକି ପ୍ରଶଂସା ସାଉଣ୍ଟିଥିଲେ ସେତିକି ପୁରସ୍କାର ପାଇଥିଲେ। ସିନେମା ଫୁଲଚନ୍ଦନ, ଝିଅଟି ସୀତାପରୀ, ଦଣ୍ଡାବାଳୁଙ୍ଗା, ସୁନା ଚଢ଼େଇ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବେଳେ ତୋ ବିନୁ ଅନ୍ୟ ଗତି ନାହିଁ ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ପୁରସ୍କାର ପାଇଥିଲେ। 1999 ମସିହାରେ ସେ ଜୟଦେବ ପୁରସ୍କାର ପାଇଥିଲେ। କଳାଧଳାରୁ ରଙ୍ଗୀନ ବହୁତ ଲମ୍ବା ତାଙ୍କ ସିନେ କ୍ୟାରିୟର। ନାୟକ ଭାବେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସେ ଯେତିକି ଦିନ ରାଜ କରିଛନ୍ତି ବୋଧେ ଆଉ କାହା କଳାକାର ଜୀବନରେ ସେମିତି ଘଟିନାହିଁ। ଅଭିନେତା ଉତ୍ତମ ମହାନ୍ତି 1977ରେ ମୁକ୍ତିଲାଭ କରିଥିବା ଅଭିମାନ ଚଳଚ୍ଚିତ୍ରରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ 200ରୁ ଅଧିକ ସିନେମାରେ ନାୟକ, ଚରିତ୍ର ଅଭିନେତା, ଭାଇ, ସ୍ୱାମୀ ଓ ଖଳନାୟକ ଭୂମିକାରେ ନଜର ଆସିଛନ୍ତି। ତାଙ୍କର ଦ୍ୱିତୀୟ ଫିଲ୍ମ ଥିଲା ପତି ପତ୍ନୀ। ଏହାପରେ ରାମାୟଣ, ତପସ୍ୟା, ରାମ ବଳରାମ, ଆରତୀ, ଶଙ୍ଖମହୁରୀ, ସରପଞ୍ଚ ବାବୁ, ଦଣ୍ଡାବାଳୁଙ୍ଗା ଭଳି ଚଳଚ୍ଚିତ୍ରରେ ଉତ୍ତମ ମହାନ୍ତି ଦର୍ଶକଙ୍କର ମନ ଜିତିଥିଲେ। 80 ଦଶକରେ ଉତ୍ତମ ପାଲଟି ଯାଇଥିଲେ ଓଲିଉଡ଼ର ସବୁଠାରୁ ଲୋକପ୍ରିୟ ତଥା ରୋମାଣ୍ଟିକ୍ ହିରୋ। ଅଭିଳାଷ, ରାମ ରହିମ, ଜାଇଫୁଲ, ଚକାଭଉଁରୀ, ମମତା ମାଗେ ମୂଲ, ସମୟ ବଡ଼ ବଳବାନ, ପୂଜାଫୁଲ, ଶଙ୍ଖା ସିନ୍ଦୁର, ସହରୀ ବାଘ, ଜୋରଜାର, ମୁଲକତାର, ଭକ୍ତ ସାଲବେଗ, ପକ୍କା କମ୍ବଳ, ପୋତ ଛତା, ଗୋଲାମଗିରି, ସୁନା ଚଢ଼େଇ, ତୁଣ୍ଡ ବାଇଦ, ଚକା ଆଖି ସବୁ ଦେଖୁଛି, ପରଦେଶୀ ଚଢ଼େଇ, ଦୈବ ଦୌଡ଼ି, ପଞ୍ଚୁ ପାଣ୍ଡବ, ଦାଦାଗିରି, ପାଚେରୀ ଉଠିଲା ମଝି ଦୁଆରୁ, ଉଦଣ୍ଡି ସୀତା ଆଦି ସିନେମା ଉତ୍ତମ ମହାନ୍ତିଙ୍କୁ ଓଲିଉଡ଼ର ରୋମାଣ୍ଟିକ୍ ସୁପରଷ୍ଟାରର ମାନ୍ୟତା ଦେଇଥିଲା। ପରବର୍ତ୍ତୀ ସମୟରେ ସେ ଚରିତ୍ର ଅଭିନେତା ଭାବେ ମଧ୍ୟ ଦର୍ଶକଙ୍କ ହୃଦୟରେ ରାଜ କରିଥିଲେ। ଏ ଯୁଗର କୃଷ୍ଣ ସୁଦାମା, ରୋମିଓ ଦ ଲଭର ବୟ, ପାଗଳ କରିଛି ପାଉଁଜି ତୋର ଫିଲ୍ମ ତାଙ୍କୁ ସଫଳତାର ଆଉ ଏକ ଶୀର୍ଷ ସୋପାନରେ ପହଞ୍ଚାଇଥିଲା। ତେବେ 2022ରେ ରିଲିଜ ହୋଇଥିବା ବିଦ୍ୟାରାଣ ଚଳଚ୍ଚିତ୍ରରେ ଶେଷ ଥର ପାଇଁ ସେ ନିଜ ପୁଅ ତଥା ଓଲିଉଡ଼ର ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ସହ ବଡ଼ ପର୍ଦ୍ଦାରେ ଆସିଥିଲେ। ଉତ୍ତମ ମହାନ୍ତି ଏବଂ ଅପରାଜିତାଙ୍କ ଯୋଡ଼ି ସାରା ଓଡ଼ିଶାବାସୀଙ୍କ ହୃଦୟରେ ଦୀର୍ଘ ବର୍ଷ କରିଛି ରାଜୁତି। ଏବେ ବି ସିନେପ୍ରେମୀ ଆଖି ବନ୍ଦ କରିଦେଲେ ନାଚି ଉଠେ ସେ ଦୁହିଁଙ୍କ ଛଳଛଳ ମୁହଁ। ଏହି ଯୋଡ଼ି ଫିଲ୍ମର ରିଲ୍ ଦୁନିଆରୁ ଆଗକୁ ବଢ଼ି ବାସ୍ତବ ଜୀବନରେ ଘର ବସାଇଥିଲେ। ସଫଳ ଯୋଡ଼ି ସାଜିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଆଜିଯାଏ ହିଟ୍ ନାୟକ ନାୟିକା ଯୋଡ଼ି ମଧ୍ୟରେ ଶୀର୍ଷରେ ଅଛନ୍ତି ଉତ୍ତମ ମହାନ୍ତି ଏବଂ ଅପରାଜିତା। ଏହି ଯୋଡ଼ି ପ୍ରାୟ 50ରୁ ଅଧିକ ଓଡ଼ିଆ ଫିଲ୍ମରେ ଏକାଠି ପରଦାକୁ ଆସିଛନ୍ତି। 80 ଦଶକରେ ଅସ୍ତରାଗ ଚଳଚ୍ଚିତ୍ରରୁ ଆରମ୍ଭ ହୋଇଥିବା ଏହି ଯୋଡ଼ି ଅନେକ ସୁପରହିଟ୍ ଫିଲ୍ମରେ ଏକାଠି ନଜର ଆସିଥିଲେ। ତା ଭିତରେ ପୂଜା ଚନ୍ଦନ, ଜାଇଫୁଲ, ଉଦଣ୍ଡି ସୀତା, ଲକ୍ଷ୍ମଣ ରେଖା, ମା ପରି କିଏ ହେବ, ଶଙ୍ଖା ସିନ୍ଦୁର, ତୁଣ୍ଡ ବାଇଦ, ଥିଲି ଝିଅ ହେଲି ବୋହୂ, ଜଗା ହାତରେ ପଘା ଭଳି ସୁପରହିଟ୍ ଚଳଚ୍ଚିତ୍ର ଭେଟି ଦେଇଥିଲେ। ଚଳଚ୍ଚିତ୍ରର ଏହି ସଫଳ ଯୋଡ଼ି
1987ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉତ୍ତମ ମହାନ୍ତି ଏବଂ ଅପରାଜିତାଙ୍କ ପରେ ତାଙ୍କ ଏକମାତ୍ର ପୁତ୍ର ବାବୁସାନ ମହାନ୍ତି ଚଳଚ୍ଚିତ୍ର ଦୁନିଆରେ ପାଦ ଥାପିଛନ୍ତି। ବାପାଙ୍କ ପରି ପୁଅ ବାବୁସାନ ଓଲିଉଡ଼ର ସୁପରଷ୍ଟାର ପାଲଟିଛନ୍ତି। ସେ ବାରିପଦାରେ ବାବୁ ସାହେବ ଭାବରେ ପରିଚିତ ଥିଲେ। ତାଙ୍କ ପିଲାଦିନ ଏହି ବାରିପଦାରେ ହିଁ କଟିଥିଲା। ସବୁରେ ସାଧନା ଏବଂ ଅଧ୍ୟାବସାୟ ତାଙ୍କର ଆଗ ଥିଲା। ସେ ଯେମିତି ଖେଳୁଥିଲେ ସେମିତି ପାଠ ମଧ୍ୟ ପଢ଼ୁଥିଲେ। ସେତେବେଳେ ସିନେମାରେ ପଶିବାର ସୂଚନା ହିଁ ନଥିଲା। MKC ହାଇସ୍କୁଲରେ ଦଶମ ପାସ୍ ପରେ ବିଜ୍ଞାନ ଛାତ୍ର ଭାବରେ ବାରିପଦା MPC କଲେଜ ଯାଇଥିଲେ। କଲେଜରେ ଗୀତ ଗାଇବା ଅଭିନୟ କରିବା ପ୍ରତି ତାଙ୍କର ଦୁର୍ବଳତା ଥିଲା। ଏହା ସହ କଲେଜରେ ବ୍ୟାଡମିଣ୍ଟନ ଏବଂ ଟେବୁଲ ଟେନିସ୍ ଖେଳୁଥିଲେ। କମର୍ସରେ ଗ୍ରାଜୁଏସନ୍ ପାସ୍ କରିବା ପରେ ଚାର୍ଟାର୍ଡ ଆକାଉଣ୍ଟାନ୍ସି ପଢ଼ିବା ପାଇଁ ଲୁଧିଆନା ଚାଲିଯାଇଥିଲେ। ତାଙ୍କର ବଡ଼ ଭାଇ ଅରୁଣ କୁମାର ମହାନ୍ତି ସେତେବେଳେ କୋଲକାତାରେ ରହୁଥିଲେ। ସେହି କାରଣରୁ ସେ ଆସି ତାଙ୍କ ବଡ଼ ଭାଇଙ୍କ ପାଖରେ ରହିଥିଲେ। ସିନେମାରେ କ୍ୟାରିୟର କରିବ ବୋଲି କେବେ ସେ ଭାବିନଥିଲେ। ଏମିତିକି ସିନେମାକୁ ନେଇ ତାଙ୍କ ଜୀବନରେ କିଛି ଯୋଜନା ମଧ୍ୟ ନଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ହେଲେ ଓଡ଼ିଆ ଚଳଚ୍ଚିତ୍ରର ସୁପର ହିରୋ। ଶ୍ରୋତାବନ୍ଧୁ, ଆମ ଗହଣରେ ସିନା ନାହାନ୍ତି ଉତ୍ତମ ମହାନ୍ତି, ହେଲେ ତାଙ୍କର ସେଇ କିଛି ମନମତାଣିଆ ସଂଳାପ ଏବଂ କିଛି ଗୀତ ଆଜି ବି ଦର୍ଶକମାନଙ୍କର ହୃଦୟରେ ସବୁଦିନ ପାଇଁ ବସା ବାନ୍ଧି ଯାଇଛି। ତାଙ୍କ ବିୟୋଗରେ ଆମ ରେଡ଼ିଓ ବାଘାଯତୀନ ତରଫରୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି।